ଶୁଣିଣ ସନ୍ତୋଷ ହେଲେ କମଳା ବିଳାସ। ପରୀକ୍ଷା ଆଗେ କହନ୍ତି ବେଦ ବ୍ୟାସ ଶିଷ୍ୟ। ଏଥୁ ଅନ୍ତେ ରୁକ୍ମଣ ନାମେ ଯେ ମହାବୀର। ସୈନ୍ୟ ଘେନିଣ ଆବରିଥିଲା ପୂର୍ବ ଦ୍ୱାର। ହାତୀ ରଥି ମହାରଥୀ ପଦାତି ସହିତେ। 25 ସହସ୍ର ରାଜା ଥିଲେ ତା ସଙ୍ଗତେ। ଏକ ମୁଖ ହୋଇ ସର୍ବେ ବିନ୍ଧି ପରିଘାଇ। କବାଟ ଭାଙ୍ଗି ଗଡ଼ରେ ପଶିଲେ ଧସାଇ। ଚାରି ଦ୍ୱାର ଲଙ୍ଘି ଯାନ୍ତେ ଭିତରକୁ ପଶି। ଦେଖି ତା ଯାଦବ ଗଣ ଓଗାଳିଲେ ଆସି। ରଥୀଙ୍କ ସହିତେ ରଥୀ କରନ୍ତି ଆରେଣୀ। ମାହୁନ୍ତେ ଗଜକୁ ଗଜ ଭେଟାଇଲେ ଆଣି। ରାଉତ ସଙ୍ଗେ ରାଉତେ ସମର କରନ୍ତି। ପଦାତି ମାନଙ୍କ ସଙ୍ଗେ ଯୁଝିଲେ ପଦାତି। ଧ୍ରୁବ ବାଣ ବଜ୍ର ବାଣ ଫରିବାର କେନା। ସାବେଳି ବାଙ୍କି ଆଲୋକ କିଳା ତୀକ୍ଷ୍ଣ ମୁନା। ଛେଲ ଚକ୍ର ଶକ୍ତି ଗଦା ନାରା ଚମୁଦ୍ଗର। କୋଦଣ୍ଡ କାଣ୍ଡ କମାଣ କୁନ୍ତ ଶିବର। ଗୁରୁଜ କତୁରୀ ଯମ ଦାଢ଼ ଲୋକ ବାଣ। କୁଠାର ପରଶୁ ତେଣ୍ଟା ଭାଲିୟ ପ୍ରମାଣ। ଲେନ୍ତି ପଥର ଛାଟେଣି ହାବେଳି ଶକତି। ଏସନ ପ୍ରକାରେ ନାନା ଆୟୁଧ ମାରନ୍ତି। 10 20 500 ବାଣ କରେ ଧରି। ଏକ ଆରେକ ମାରନ୍ତି କୋଦଣ୍ଡ ଓଟାରି। ଅସଂଖ୍ୟକ ବନ୍ଧରଣେ ନୃତ୍ୟ କଲେ ଉଠି। ଶସ୍ତ୍ର ଆତ ଜାତ ଶବ୍ଦେ କମ୍ପେ ନବ ସୃଷ୍ଟି। ରଣ ରଙ୍ଗ ମଣ୍ଡଳରେ ମିଳି ଭଦ୍ରକାଳୀ। ଯୋଗିନୀ ଗଣଙ୍କୁ ସଙ୍ଗେ ଧରି କଲେ କେଳି। ରକ୍ଷିଣୀ ଭକ୍ଷିଣୀ ଚଣ୍ଡୀ ଚାମଣ୍ଡା ପିଶାଚି। ଡାକିନୀ ସାକିନୀ ଭୈରବୀ ଊର୍ଦ୍ଧ୍ୱକେଶୀ। ତରଣୀ ତାରିଣୀ ଉଗ୍ର ତାରା ସହସ୍ରାକ୍ଷୀ। ଆନନ୍ଦେ ନାଚିଲେ ମଧୁମାଂସ ରକ୍ତ ଭକ୍ଷୀ। କିଳି କିଳା କୁହୁ କୁହୁ ହୁଳହୁଳି ନାଦେ। ଭ୍ରମଣ କରନ୍ତି ବୁଲି ଅତ୍ୟନ୍ତ ପ୍ରମୋଦେ। ଶୃଗାଳ ବାୟସ ଶ୍ୱାନ ଗୁଦ୍ର ରୁଣ୍ଡ ହୋଇ। ଭୟଙ୍କର ଧ୍ୱନି କଲେ ମେଦ ମେଦା ଖାଇ। ମଥୁରା ନଗରେ ବେଢ଼ିବେନି ଜୁଣ ଯାଏ। ଚାରିଆଡ଼େ କୁଢ଼ କୁଢ଼ ଦିଶେ ମଡ଼ାମଏ। ଗଜ ହୟ ପଦାତିଙ୍କ ମଡ଼ା ଅପ୍ରମିତ। ଏତେ ତେତେ ବୋଲି ଗଣି କେ ପାରିବ ଅନ୍ତ। ପଡ଼ିଲେ ସଇନେ ଯାଦବଙ୍କ ଶସ୍ତ୍ରାଘାତେ। ଯେସନେ କଦଳୀ ବନ ଲୋଟେ ମହାବାତେ। ବହିଲାର କତ ନଦୀ ରଣ ରଙ୍ଗ ସ୍ଥାନେ। କାଠ ପ୍ରାୟ ଭାସି ଯାନ୍ତି ମୃତ ଶବମାନେ। ଧରଣୀର ଭାରାଭର ନିବାରିବା ପାଇଁ। ଯାଦବଙ୍କୁ ତେଜ ଦେଇଛନ୍ତି ଲକ୍ଷ୍ମୀ ସାଇଁ। ବେଳୁ ବେଳ ବୃଦ୍ଧି ହୋଇ ଲାଗିଲା ସମର। କୁତୁହଳେ ଦେଖୁଛନ୍ତି ରାମଚକ୍ରଧର। ସାତ୍ୟକୀ ସହସ୍ରାଜିତ କ୍ରୂର ଉଦ୍ଧବ। ବିଜୟ ସୁରଥ କୃତ ବର୍ମା ବସୁଦେବ। 94 କୋଟି ଯାଦବ ଏମାନଙ୍କ ମୂଳେ। ଅବିଶ୍ରାନ୍ତ ଯୁଦ୍ଧ କରୁଛନ୍ତି ଅଙ୍ଗ ଛଳେ। ସାଲୋ ଶିଶୁପାଳ ଦନ୍ତ ବକ୍ର ଯେ ରୁକ୍ମଣ। ଦମ ଘୋଷ ଆଦି ଯେତେ ନରପତି ଗଣ। ଚଉପାଶେ ରହି ଜରାସନ୍ଧର ସମୀପେ। ପରିଘାଇ ଯୁଦ୍ଧ କରୁଛନ୍ତି ନାନା ରୂପେ। ଏମନ୍ତ 12 ଘଡ଼ି ହେଲା ଆସି ବେଳ। ଯୁଦ୍ଧ ଶ୍ରମେ ସନ୍ତାପିତ ହେଲେ ଦୁଇ ବଳ। ରାମଙ୍କୁ ଚାହିଁ ବୋଲନ୍ତି ଲକ୍ଷ୍ମୀ ଦେବୀ ନାଁ। ଶୁଣିଛ ତ ଦେବଦୂତ କହିଗଲା ଯାହା। ଆମ୍ଭ ହସ୍ତେ ଜରାସନ୍ଧ କେବେ ନୁହେଁ ବଧ। କିମ୍ପାଇଁ ବୃଥାରେ ଲାଗି କରୁଥିବା ଯୁଦ୍ଧ।
ଅନେକ ସୈନ୍ୟ ତାର ହୋଇଲେଣି ନାଶ। ପିଠି ଦେଇ ଅପସରି ଯିବା ଆମ୍ଭେ ଆସ। ରଣେ ହାରି ଜରାସନ୍ଧ ଲଜ୍ଜା ପାଇଅଛି। ଆମ୍ଭେ ପଳାଇଲେ ଫେରିଯିବ ମୁଁ ଜାଣୁଛି। ଜରାସନ୍ଧର ଯାଦବେ ନୁହନ୍ତି ବିବାଦୀ। ଆମେ ଦୁଇ ଭାଇ ସିନା ତାହାର ବିରୋଧୀ। ଆମ୍ଭେ ଯେବେ ଯୁଦ୍ଧ ଛାଡ଼ି ଯିବା ଆଡ଼ ହୋଇ, ଯାଦବଙ୍କ ସଙ୍ଗେ ରଣ କରିବ କିମ୍ପାଇଁ? ଏମନ୍ତ ବିଚାର କରି ରାମଚକ୍ରଧର ତକ୍ଷଣେ ଗଡ଼ ଭିତରୁ ହୋଇଲେ ବାହାର। ବାହାର ଗଡ଼କୁ ଜିଣି ଥୋକେ ଦୂର ଯାନ୍ତି। ଡଗର କହିଲା ଜରାସନ୍ଧର ଅଗ୍ରତେ, ଭୋମଣିବା ସାବଧାନେ ଶୁଣ ଦୃଢ଼ବାଣୀ। ଗଡ଼ ଛାଡ଼ି ରାମକୃଷ୍ଣ ଗଲେ ଏହି କ୍ଷଣି। ଉଗ୍ରସେନ ଆଦି ତାଙ୍କ ସଙ୍ଗେ କେହି ନାହିଁ। ପ୍ରାଣର ବିକଳେ ଦୁହେଁ ଗଲେ ପିଠି ଦେଇ। ଏହା ଶୁଣି ସ୍ତମ୍ଭୀଭୂତ ହୋଇ ଦଣ୍ଡଧାରୀ, ବୋଇଲା ଗୋଡ଼ାଇ ଆଉ ନ ପାରିବା ଧରି। ପ୍ରତିଥର ଏହି ରୂପେ ପଳାନ୍ତି ଭୁଲାଇ। ବିଳମ୍ବନ କରି ଚାଲ ଧରିବା ଗୋଡ଼ାଇ। ଦମ ଘୋଷ ବୋଲେ ତୁମ୍ଭେ ଶୁଣ ଦଣ୍ଡଧାରୀ। କେଉଁ ଗୁଣେ ସେ ଗଉଡ଼େ ଆମ୍ଭ ସଙ୍ଗେ ସରି। ସମବଳବନ୍ତ ହେଲେ ସିନା ଥାନ୍ତେ ରହି। ନ ପାରିଲେ ଯହୁଁ ଭଏ ଗଲେ ପିଠି ଦେଇ। ଜନମୁଖେ ଅପବାଦ ହୋଇଲା ତାଙ୍କର। କ୍ଷତ୍ରିପୁତ୍ର କରନ୍ତା କିଏ ସନ ବ୍ୟବହାର। ଗଉଡ଼ ବାଉଡ଼ ଜାତି ବନ ପଶୁ ସମ। କ୍ଷତ୍ରିୟ ଧର୍ମରେ କାହୁଁ କରିବେ ସଂଗ୍ରାମ। ଭଲ ହେଲା ଯେବେ ଦୁହେଁ ପଳାଇଲେ ଆଜ। ସମୟେ କରିବା ଆମ୍ଭେ ବୁଝି ସବୁ କାର୍ଯ୍ୟ। ଏହା ଶୁଣି ବୋଲେ ଜରାସନ୍ଧ ନରପତି। ତଦନ୍ତ କରିଣ ବୁଝିଗଲେ କେଉଁ କତି। ପଥ ଅନୁସରି ଚାଲ ଗୋଡ଼ାଇଣ ଯିବା। ଭେଟ ନ ପାଇଲେ ପଛେ ଲେଉଟି ଆସିବା। ଏ ଯାଦବେ ଦୋଷ କରି ନାହାନ୍ତି ତ କିଛି। ଉଗ୍ରସେନ ମାରି କିସ ପ୍ରୟୋଜନ ଅଛି। ଆମ୍ଭର ବୈରୀ ଦୁହେଁ ରାଜା ଉଗ୍ରସେନ। କିମ୍ପାଇଁ ଘେନିବା ଆମ୍ଭେ ତାହାର ଜୀବନ। ଯେ ଆମ୍ଭର ଶତ୍ରୁ ସେ ତ ଗଲେଣି ପଳାଇ। ଏ ସ୍ଥାନେ ଆମର ଆଉ ପ୍ରୟୋଜନ ନାହିଁ। ଏମନ୍ତ କହିଣ କୋପେ ସଙ୍କୋଚନ ଚାଟ। ଡଗରାକୁ ବୋଲେ ଆଗେ କଢ଼ାଅରେ ବାଟ। ଯେଉଁ ବାଟେ ପଳାଇଲେ ରାମଚକ୍ର ପାଣି। ସେହି ବାଟେ ନେଇ ଭେଟ କର ଏହି କ୍ଷଣି। ଡଗର ବୋଇଲା ତୁମେ ଏହି ବାଟେ ଗଲେ। ଅବଶ୍ୟ ଦେଖିବ ତୁମ୍ଭେ ପଛେ ଗୋଡ଼ାଇଲେ। ଶୁଣିଣ ଧାଇଁଲା କୋପେ ମଗଧ ନୃପତି। ଚତୁରଙ୍ଗ ସେନା ତାର ପଛେ ଲାଗିଛନ୍ତି। ହରିଣ ଯୁଥରେ ଯେନେ ଧାମଇ କେଶରୀ। ତେସନେ ଧାମଇ ରାଜା ପାଦ ଗତି କରି। ସୀମନ୍ତିନୀ ଜଗଦ୍ବଳା ମୁକୁଟ କୁଣ୍ଡଳ। କେଶବାସ ଆଦି ସବୁ ହେଲା ଅସମ୍ଭାଳ। ଥୋକେ ଦୂର ଯାଇ ରାଜା ଡଗରକୁ ପୁଛି। ଡଗରା ବୋଲଇ ଦେଖ ଆଗେ ଦିଶୁଅଛି। ଅଳ୍ପ ଦୂରେ ଛଡ଼ା ହୋଇ ଯାଉଛନ୍ତି ଆଗେ। ଗୋଡ଼ାଇଲେ ଭେଟିବ ଯେ ଯମୁନାର ଲାଗେ। ପୁଣି ଜରାସନ୍ଧ ଆଗେ ନିରାପିଲା ଚାହିଁ। ଖଣ୍ଡେ ଦୂର ଦିଶୁଛନ୍ତି ରାମକୃଷ୍ଣ ଦୁଇ। ସୈନ୍ୟଙ୍କୁ ଆଜ୍ଞା ଦେଲା ବେଗେ ଧାଇଁ ଯାଅ। ପଳାଇ ନ ଚାନ୍ତୁ ଚଉପାଶେ ଘେର ଦିଅ। ଆଜ୍ଞା ପାଇ ଯୋଦ୍ଧା ମାନେ ମଥୁରାକୁ ଛାଡ଼ି। ରଥ ଗଜ ପଦାତିଏ ଗଲେ ବେଗେ ମାଡ଼ି। ଆଗରେ ଦେଖିଲେ ରାମକୃଷ୍ଣ ଦୁହେଁ ଏକା। ପାଦେ ଚାଲି ଯାଉଛନ୍ତି ସଙ୍ଗେ ନାହିଁ ସଖା।
ଚାରି ଉଣା ଲକ୍ଷେ ରାଜା ଅସଂଖ୍ୟ ସୈନୀ, ଯେ ଯାହାର ଶସ୍ତ୍ର ମାନ କରେଛନ୍ତି ଘେନି। କେବଳ ଆଜ ନିଶ୍ଚେ ହେବ ରାଜ କାର୍ଯ୍ୟ, କେହୁ ଯେ ବୋଲନ୍ତି ଧରା ପଡ଼ିଯିବ ଆଜ। କେବଲନ୍ତି ଏହି ପରକାର ପ୍ରତିଘାନ୍ତି, ହାତେ ହାତେ ଧରୁ ଧରୁ ଫେରାଇଣ ଯାନ୍ତି। ଅନନ୍ତ ମାୟାଧର ସେ ରାମକୃଷ୍ଣ ଦୁଇ, ଯାର ମାୟା ବ୍ରହ୍ମା ଶିବେ ଗୋଚର ନୁହଁଇ। ଏସନକ ଭାଳି ସୈନ୍ୟ ଗୋଡ଼ାଇଲେ ପଛେ, ଆଗେ ଆଗେ ଯାଉଛନ୍ତି ନନ୍ଦବେନୀ ବଛେ। କ୍ଷଣେ ଦେଖା ଦେଇ କ୍ଷଣେ ଅଦୃଶ୍ୟ ହୁଅନ୍ତି, ବଳେ ଧରୁ ଧରୁ ହାତ ଫେଡ଼ାଇ ପଳାନ୍ତି। ଥୋକେ ଦୂର ଏହି ମତି ଭଣ୍ଡି ଭଣ୍ଡି ଗଲେ, ଜୟନ୍ତ ପର୍ବତ ତଳେ ଅଦୃଶ୍ୟ ହୋଇଲେ। ବ୍ରହ୍ମା ଗଙ୍ଗାଧରେ ଯାର ଗୋଚର ମାୟା, ଉଲ୍ଲୁକ ମନ୍ତ୍ର ସୁମରି ଲୁଚାଇଲେ କାୟା। ଜରାସନ୍ଧ ଆଦି କରି ସର୍ବମୋହିକ୍ଷିତ, ସେ ପର୍ବତ ଚଉପାଶେ ବେଢ଼ିଲେ ତ୍ୱରିତ। ଚାରି ଭାଗ ହୋଇ ସବୁ ନୃପଙ୍କର ଥାଟ, ଅନେକ ପର୍ବତ ଜଗି ଓଗାଳିଲେ ବାଟ। ଏଥୁ ଅନ୍ତେ ପରବେଶ ହନ୍ତେ ସନ୍ଧ୍ୟାକାଳ, ଦୀନନାଥ ଆରୋହଣ କଲେ ଅସ୍ତାଚଳ। ପର୍ବତ ବେଢ଼ିଲେ ଜରାସନ୍ଧର ସୈନୀ, ଦିଅ ଦିନ ଅନ୍ତେ ପରବେଶ ହୋଇଲା ରଜନୀ। ରାମକୃଷ୍ଣ ଦୁହେଁ ଲୁଚି ଗୋପନରେ ଥିଲେ, ଲେଉଟି ମଥୁରାପୁରେ ପ୍ରବେଶ ହୋଇଲେ। ରାତ୍ରବେନୀ ଘଡ଼ି ସଙ୍ଗ ସଖା କେହି ନାହିଁ, ଉଗ୍ରସେନ ମନ୍ଦିରକୁ ଗଲେ ବେନି ଭାଇ। ଦେଖି ଅଜାଇ ଦୁହେଁ ସନ୍ତୋଷ ହୋଇଲେ, ମୁଖରେ ଚୁମ୍ବନ ଦେଇ କୋଳେ ବସାଇଲେ। ସକଳ ଯାଦବ ଦେଖି ମନେ ଲୋଭି ଶାନ୍ତି, ବୋଇଲେ ଆମ୍ଭର ଭୟ ଛାଡ଼ିଲା ଏ ଘାନ୍ତି। ଯେ ଯାହାର ନିତ୍ୟ କର୍ମ ଭୋଜନାଦି ସାରି, ବୋଲନ୍ତି କେ ବଣ କାର୍ଯ୍ୟ କରିବା ବିଚାରି। ଜରାସନ୍ଧର ଅନେକ ସୈନ୍ୟ ଯୁଦ୍ଧେ ମଲେ, ପୁଣ ପୁଣ ପରି ଘାଇ ସମର ସେ କଲେ। ଆଜି ସଂଗ୍ରାମରେ ତାର ହେଲା ପରାଜୟ, ଅସଂଖ୍ୟ ହାତୀ ରଥ ଗଲେ ଯେ କ୍ଷୟ। ସବୁ ରାଜା ମାନଙ୍କର ପ୍ରମିତ ବଳ, ରଥି ମହାରଥୀ ଆଦି ପଡ଼ିଲେ ସକଳ। ଅପମାନ ପାଇଅଛି ତେଡ଼େ ନୃପମଣି, ରଜନୀ ପାହିଲେ ବହି ଆସିବେ ସେ ପୁଣି। ଗଡ଼ ନିରୋଧନ୍ତେ କୋପେ କଲୁ ସିନାରଣ, ଆମ୍ଭ ହସ୍ତେ ନାହିଁ ଜରାସନ୍ଧର ମରଣ। ଉଗ୍ରସେନ କନେ ଏହା କହି ନରହରି, ବୋଇଲେ ଗୁପତେ ତୁମ୍ଭେ ଯାଅ ପସରି। ଯାହାର ଗୃହରେ ଅଛି ଯେତେ ଧନ ଦ୍ରବ୍ୟ, ପୁତ୍ରଦାର ଆଦି ତାହା ଘେନି ଯାଅ ସର୍ବ। ଏହି ମୁହୂର୍ତ୍ତରେ ସର୍ବେ ଉଠି ଯେ ଝାମତେ, ଗୋମତ ପର୍ବତେ ଯାଇ ରହିବ ଗୁପତେ। ସାତ୍ୟକୀ ସହସ୍ରାଜିତ ଉଦ୍ଧବ କ୍ରୂର, କୃତବର୍ମା ଶସ୍ତ୍ରାଜିତ ଅନାଦୃଷ୍ଟ ବୀର। ସୁରଥକୁ ଆଦି ଯେତେ ବଳିଷ୍ଠ ଯାଦବେ, ଚତୁରଙ୍ଗ ସେନା ଘେନି ଆମ୍ଭ ସଙ୍ଗେ ଥିବେ। ଆଉ ସମସ୍ତଙ୍କୁ ସଙ୍ଗେ ଘେନି ତୁମ୍ଭେ ଯାଅ, ଜରାସନ୍ଧ ଲେଉଟିବା ଯାଏ ତହିଁ ଥାଅ। ଶ୍ରୀକୃଷ୍ଣ ବଚନ ଶୁଣି ରାଜା ଉଗ୍ରସେନ, ସଙ୍ଗତେ ଘେନାଇ ବନ୍ଧୁ କୁଟୁମ୍ବ ସ୍ୱଜନ। ସମସ୍ତଙ୍କ ଧନ ଦ୍ରବ୍ୟ ଏକତ୍ରିତ କଲେ, ମଥୁରାକୁ ଛାଡ଼ି ଯିବା ପାଇଁ ସଜ ହେଲେ। ଲାଗିଲା ଦ୍ୱିପଦୀ ହୁଡ଼ି ହୁଳା ନିରନ୍ତରେ, ବଣିକ ହାଟୁଆ ବାହାରିଲେ ଯେ ଯାହାରେ। ରାଣୀ ହାନ୍ଦୋଳା ଚଢ଼ି ହୋଇଲେ ବାହାର, ଦାସୀ ପରିବାରୀ ସେବାକାରୀ ସୁପକାର।
ନାନା ବନେ ଖଟ ଦୋଳା ସୁଆରି ପଲ୍ୟଙ୍କ, ରଥ ଗଜ ଆରୋହଣ କଲେ ଥୋକେ ଲୋକ। ଯେ ଯାହାର ଧନ ଦ୍ରବ୍ୟ ସଙ୍ଗତେ ବୁହାଇ, ଚାରି ଦ୍ୱାରେ ବାହାରିଲେ ଦିହୁଡ଼ି ଲଗାଇ। କେଉଁମାନେ ସଜାଡ଼ିଣ ନେଲେ ବୋଝ ଭାର, ଶଗଡ଼ ବଳଦେ ଲଦି ହୁଅନ୍ତି ବାହାର। 36 ପାଟକ ଜାତି ଚାରି ବନ ମୂଳେ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ରାଦି ସକଳେ। ପୁତ୍ର କନ୍ୟା କାଖେ ଘେନି ଚଳିଲେ କାମିନୀ, ଗୃହସ୍ଥେ ବାହାର ହେଲେ ବଧୂ ସଙ୍ଗେ ଘେନି। 84 କୋଟି ଯାଦବ ପୁତ୍ର ନାତି ଯେତେ, ଜଣ ଜଣ କରି ତାହା କହିବଇ କେତେ। ଆଗେ ଉଗ୍ରସେନ ରାଜା କୁଟୁମ୍ବ ଚଳାଇ, ପଛେ ପଛେ ବାହାରିଲେ ଅଶ୍ୱେକ ଆରୋହୀ। ସମସ୍ତ ଜନ ପରଜା ଧନ ତୋଷ ଘେନି, ଗୋମତେ ଉଠନ୍ତେ ତିନି ପ୍ରହର ରଜନୀ। ନିର୍ଝର ଗିରି କନ୍ଦର ତରୁ ଲତା ମାଳ, ଅଗମ୍ୟ ବନ ଭିତରେ ଲୁଚିଲେ ସକଳ। ବସ୍ତ୍ର ଟେରା ଶାଢ଼ୀ ଘର ଛାମୁଣ୍ଡିଆ ଟାଣି, ପର୍ବତେ ଲୁଚିଲେ ରାଜା ପରିଦାର ଘେନି। ରଣଜିତା ଯାଦବଙ୍କୁ ଘେନିଣ ସଙ୍ଗତେ, ଗଡ଼ ଆବୋରି ରହିଲେ ରାମ ଜଗନ୍ନାଥେ। ରଥ ଗଜ ଅଶ୍ୱ ଆଉ ପଦାତି ସକଳ, 84 କୋଟି ଯାଦବ ରଣଜିତା ବଳ। ଯାଦବେ ପ୍ରତ୍ୟକ୍ଷେ ଦେବ ଅଂଶୀ ଜଣେ ଜଣେ, ତ୍ରିଭୁବନ ସାଧ୍ୟ କରି ପାରନ୍ତି ସେ ରଣେ। ଶସ୍ତ୍ର ଶାସ୍ତ୍ରରେ ପଣ୍ଡିତ ସମରେ ଦୁର୍ଜୟ, ବିଶେଷରେ ବିଷ୍ଣୁ ତେଜ ଲାଗି ପୁଣ୍ୟମୟ। ଶପଥ ବଂଶ ଯାଦବ ଅସଂଖ୍ୟ ସଇନି, ଗଡ଼ ଭିତରେ ରହିଲେ ରାମକୃଷ୍ଣ ବେନି। ସେ ବେନି ଭାଇଙ୍କ ପାଦେ ଲୁଳୁ ମୋର ମାଥ, ଅଚ୍ୟୁତ ଦାସକୁ ରକ୍ଷା କର ଜଗନ୍ନାଥ। ଜରାସନ୍ଧର ସପ୍ତମ ବାର ଧାଡ଼ି। ଶୁକ ମୁନି ବୋଲନ୍ତି ଯେ ଶୁଣ ପରୀକ୍ଷିତ, କଳୁଷ ନାଶନ ବାଣୀ ଶ୍ରୀହରି ଚରିତ। ଏଥୁ ଅନନ୍ତରେ ପୁଣ ପାହିଲା ରଜନୀ, ଗଗନେ ଉଦୟ ହେଲେ ପ୍ରଭୁ ଦିନମଣି। ଫିଟିଲା ଅନ୍ଧ ପଟଳ ବିକଶିଲା ଜ୍ୟୋତି, ପରିମଳ ହୋଇ ଦିଗ ଦିଶେ ଚଉକତି। ଜୟନ୍ତ ପର୍ବତ ଥିଲା ଜରାସନ୍ଧ ବେଢ଼ି, ହରି ବଳରାମଙ୍କୁ ଯେ ପାଇଲା କଲୋଡ଼ି। ଗଛେ ଗଛେ ପତ୍ରେ ପତ୍ରେ ଖୋଜିଣ ଡଗରେ, ବନସ୍ତଗ ହୋର ଲତା ଗୁଳ୍ମ ଅଭ୍ୟନ୍ତରେ। ଗିରି କନ୍ଦର ପାଷାଣ ଝେଲା ଗୁହା ଖାଲ, ନାନା ମତେ ଖୋଜାଇଲା ଜରାସନ୍ଧ ମଲ୍ଲ। କୌଣସି ସ୍ଥାନରୁ କିଛି ନ ପାଇ ସନ୍ଦେଶ, ବୋଲେ ଏବେ କି କରିବା କହ ଦମ ଘୋଷ। ମୂଷା ପାରିଧିକିର ଜଗଜ ଦ୍ୱୟ ଆଣି, ଛାର ଡଗରାଙ୍କ କଥା ନ ପାରିଲେ ଜାଣି। କାର୍ଯ୍ୟ ନ ପାଇଲେ ତୁଚ୍ଛା ବାଇ ପ୍ରାୟ ହୋଇ, ଶତ୍ରୁ ରାଜା ମାନେ ଶୁଣି କରିବେ ସେଟାହି। ଚାରି ଉଣା ଲକ୍ଷେ ରାଜା ଅଙ୍ଗ ବଳ ଘେନି, କାର୍ଯ୍ୟ ନ ପାଇଲେ ପୁଣି ହେଲା ଆମ୍ଭ ହାନି। ଏଡ଼େ ବଡ଼ ଯୋଦ୍ଧା ମାନେ ଯୁଝି ଅଙ୍ଗ ଛଳେ, ଜୟ କରି ନ ପାରିଣ ପଛ ଘୁଞ୍ଚା ଦେଲେ। ମୋର ଭଳି ଲୋକ ଆସି ନ ପାଇଲା କାର୍ଯ୍ୟ, ନନ୍ଦ ଗଉଡ଼ର ପୋଏ କରାଇଲେ ଲାଜ। କାହା ମୁଖ ଚାହିଁବି ମୁଁ ମହାରାଜା ହୋଇ, ପଡ଼ୁ ପଡ଼ୁ ରାଜ୍ୟ ମୋର ପ୍ରୟୋଜନ ନାହିଁ। 96 ସହସ୍ର ରାଜା ଅଛ ମୋର ତୁଲେ, ପ୍ରତ୍ୟକ୍ଷ କରିଣ କଥା ଜାଣିଲ କି ଭଲେ। ସରିଲା ମୋ ବଳ ବୀର୍ଯ୍ୟ ଗଲା ସଦବୁଦ୍ଧି, କେବଳ ଶତ୍ରୁକୁ ଆଉ ପାରିବି ମୁଁ ସାଧି। କାଗେ କହିବି ଏହାକେ ଦେଖିବ ଭଲ, ନନ୍ଦ ଗଉଡ଼ର ପୋଏ ହେଲେ ମୋତେ ସଲ।
सामान्य शत्रु बोलिण भाविथिली मुही सम्मुखरे थाई युद्ध न करंती सेही निरंतर पଳାନ୍ତି से पिठी देई रणे केउठारे लुचि जाती न देखंती जणे बुड़िले से पानी कुआ उड़िले चिकुआ एक कथा देखिण मुझे होइली काबुआ इंद्र प्रति वाक्य शुणी दम घोष पासे दृष्टांतर देई राजा कहि विश्वासे केवल ही दिने एक क्षुद्र बेंग गोटी जल घाटे बसी थिला सूर्य देई पिठी एकाले आसन्ते एक सिंह पानी खाई देखिला जल कूଳରେ भेक ଅଛି ଶୋଇ ମାଡ଼ନ୍ତେ ମରିଯିବ ବୋଲି ଦୟା କଲା बाट ଛାଡ଼ ପାଣି ପିଇ ଯିବି ମୁଁ ବୋଇଲା ମଣ୍ଡୁକ ବୋଇଲା ତୋତେ କେତେ ବାଟ ନାହିଁ ମୋତେ ଘୁଞ୍ଚାଇବୁ ବୋଲି ଆସିଅଛ ଧାଇଁ न ଛାଡ଼ିବି ବାଟ ତୋତେ ନୁହଁଇ ମୁଁ ତୁଚ୍ଛ ବଳ ଥିଲେ ମୋ ଆଗରେ ଦେଖାଅ ପ୍ରତ୍ୟକ୍ଷ ତୋହର ମୋହର ଆଜ କରିବା ସମର ତୁ ମୋତେ ଜିଣିଲେ ଯିବୁ ପାନ କରି ନୀର ପିଇବୁ ମୋତେ ଅବଜ୍ଞା କରି ଯେବା ଜଳ ନିଶ୍ଚୟ ପାଇବୁ ରକ୍ତ ପାନ କଲା ଫଳ ସିଂହ ବିଚାରିଲା ମୋତେ ଲାଗୁଅଛି ତୃଷା ए पामर थाई मोर खंडु अछि आशा पादे माड़ी चाली गले मरिब ए क्षणी जल को आश्रय करी हेउअछि टाणी एमंत बिचारी सिंह धर्म न लंघिला उपरे डेण जल पी बाहुड़िला एबे आंभर चरित हेला सेही मती एते कही अट्टहास कला से भूपति दंत वक्र बोले तुझे तू राजा देवा दंत वक्र बोले तू राजा देवा लक्षे नृप करुछंती तो पादरे सेवा अल्प कथा को किंपा करुअछु चिंता तापरे भारोई मल अटु बलवंता स्वर्ग मर्त्य पाताल तू हेले पारु जिणी बुद्धिमंत बलवंत वीर शिरोमणि केते काल पळाइले पळांतु न देखी अजगरे गोड़ाइले भेट पड़ईकी जीवार कथा को आउ सोचना किंपाई आगरे पड़िले निश्चय धरिबा गोड़ाई पूर्वरु ए कथा आम्भे विचार न कले न जानिबा पणे एते सैन्य मराइले पराक्रम कले जेबे शत्रु नहे जिणी उपाय जिणी माए हा राजनीति भणी सामदान भेद दंड चारि उपाय रे शत्रु को जिणी न साध्य करिब विचारे भोदेव बरसा काल हेउछि प्रवेश पूर्णिमा दिन को शेष हेब ज्येष्ठ मास आषाढ़ प्रवेश हेब बरसार काल राज्ये जाई राजनीति करिबा सकल चतुर्मास्यारे बंचिबा सर्वे सुस्थ होई शरद हेले आसिबा समदंडवाही पड़िले अनेक सैन्य रथ स्वगज राजा मानकर भांगी जाइअछि ओज अनेक दंड अनेक धन भंडार देश घोष देई जे जाहार मंगल भिआइबे जाई वन पल्लवीण नदी पुण्य हेब जळे तोरणी बिहुने थाट मरिबे आकुळे अजगरे अटकाई सैन्य हेबे गंजी जहा संचिताथ जीव सपतांगे भाजी आउ किछि न बिचारी बाहुड़ीबा चाल सुस्थ होई न रहिबे जे घरे बल गुपते डगरा पेशी तदंत बुझिबा वर्षा काल शेष हेले पुणी धाड़ी देवा
ଦନ୍ତବକ୍ର ମୁଖୁ ଏହା ଜରାସନ୍ଧ ଶୁଣି ବୋଇଲା ବର ଥରେ କରିବା ପଲାଣି। ତୁମ୍ଭେ ଯା କହିଲ ତାହା ମୋ ବିଚାରେ ରୁଚି, ଚତୁର୍ମାସ୍ୟା ଶେଷ ଯାଏ ଯିବା ଆମ୍ଭେ ଘୁଞ୍ଚି। ଏମନ୍ତ ବିଚାର ସର୍ବେ କରୁଥିଲେ ବସି, ସେ ସମୟେ ଦେଶାଉର ଜଣାଇଲା ଆସି। ଭୋ ଦେବ ତୁ ସାବଧାନେ ଶୁଣ ନୃପନାହା, ସନ୍ଦେଶ ବାରତା ଆମ୍ଭେ ଜାଣିଅଛୁ ଯାହା। ଗଡ଼ ଛାଡ଼ି ରାମକୃଷ୍ଣ ପଳାଇଣ ଥିଲେ, ରାତ୍ରରେ ବାହୁଡ଼ି ଆସି ମଥୁରା ରହିଲେ। ପ୍ରଭାତ ସମୟେ ଆମ୍ଭେ ଭେଟିଲୁ ନିର୍ଭରେ, ରଥରେ ଆରୋହୀ ଦୁହେଁ ଥିଲେ ସିଂହଦ୍ୱାରେ। ଗଡ଼ର ବାହାରେ ଆମ୍ଭେ ହେଲୁ ଭେଟା ଭେଟି, ସନ୍ଦେଶ ବାରତା ଘେନି ଅଇଲୁ ଲେଉଟି। ଏହା ଶୁଣି ଜରାସନ୍ଧ ନିଶେ ହସ୍ତ ଦେଲା, ଯାଦବଙ୍କ କଥା ଆଜ ଜାଣିବା ବୋଇଲା। ରାମକୃଷ୍ଣ ଦୁହେଁ ଯେବେ ନ ଜାନ୍ତେ ପଳାଇ, ଏତେବେଳେ ଯାଏ ଲୁଚି ରହିଥାନ୍ତେ କାହିଁ। କୁଟୁମ୍ବ ସମ୍ପଦ ତୁଲେ ଯାଦବଙ୍କୁ ମାରି, ଅଯାଦବ କରିବଇଁ ଆଜବ ସୁନ୍ଦରୀ। ମାରିବି ଯାଦବ ବଂଶ ସମୂଳେ ନିରୋଧୀ, ରାମକୃଷ୍ଣ ଭାଇବେନି ଜୀବନ୍ତରେ ବାନ୍ଧି। ଏତେ କହି ଆଜ୍ଞା ଦେଲା ସୈନ୍ୟ ବେଗେ ସାଜ, ସବୁ ନୃପଙ୍କର ଯେତେ ରଥ ଅଶ୍ୱଗଜ। ପଦାତି ସହିତେ ସର୍ବେ ସଜ ହୁଅ ବେଗେ, ମଥୁରାପୁରକୁ ଧାଡ଼ି ଦେବା ଏହି ଲାଗେ। ଚତୁରଙ୍ଗ ସେନା ଥିଲେ ପର୍ବତକୁ ବେଢ଼ି, ଆଜ୍ଞା ପାଇ ମଥୁରାକୁ ଅଇଲେ ବାହୁଡ଼ି। ଅଶ୍ୱଗଜକୁ ସୈନ୍ୟେ ଜଳ ତୃଣ ଦେଇ, ରନ୍ଧନ ଭୋଜନ କଲେ ଅଧବାଟେ ରହି। ଆଦିତ୍ୟ ଅସ୍ତ ହୁଅନ୍ତେ ଶେଷ ହେଲା ଦିନ, ରାତ୍ର ବେନି ଘଡ଼ି ଠାରେ ଉଠିଲେ ସଇନ। ପବନ ସମାନେ ଥାଟ ଗଲେ ଅତି ବେଗେ, ଅର୍ଦ୍ଧରାତ୍ର ମାନେ ମିଳି ମଥୁରାକୁ ଲାଗେ। ଗଡ଼କୁ ଘେରିଲେ ସତେ ପୁର କରି ବାଣ୍ଟି, ଚନ୍ଦ୍ରମଣ୍ଡଳକୁ ଯେହ୍ନେ ରାହୁ ଥାଏ ଘୋଟି। ଯାଦବ ମାନଙ୍କୁ ସଙ୍ଗେ ଘେନି ନିର୍ଭୟରେ, ରାମକୃଷ୍ଣ ଦୁହେଁ ଛନ୍ତି ଯେ ଗଡ଼ ଭିତରେ। ବାହାରେ ବେଢ଼ିଛି ଜରାସନ୍ଧ ସୈନ୍ୟ ଘେନି, ଚାରିଉଣା ଲକ୍ଷେ ରାଜା ଅସଂଖ୍ୟ ସୈନୀ। ଏଥୁ ଅନନ୍ତରେ ନିଶି ହେଲା ଅବଶେଷ, ଯାଦବେ ଚାହିଁଲେ ଉଠି ଗଡ଼ ଚଉପାଶ। ଦେଖିଲେ ଜରାସନ୍ଧରେ ସୈନ୍ୟ ଛନ୍ତି ବେଢ଼ି, ଅକଳିତ ଥାଟ ଯେହ୍ନେ ସମୁଦ୍ର ଲହଡ଼ି। ଥୋକାଏ ହରଷ ହେଲେ ଥୋକେ କଲେ ଭୟ, କ୍ରୋଧାଗ୍ନିରେ ଜଳି ଥୋକେ ହୋଇଲେ ଅଥୟ। ଯେ ଯାହା ସୁଖରେ ଉଠି ଅସ୍ତ୍ର ଶସ୍ତ୍ର ଧରି, ଅନେକ ସମର କଲେ ଦ୍ୱାରକୁ ଆବୋରି। 84 କୋଟି ଯାଦବ ଲକ୍ଷେ ରାଜା ଥାଟ, ଘୋର ଯୁଦ୍ଧ କଲେ ଦୁଇ ବଳ ପଡ଼ି ଭେଟ। ହାତୀ ରଥି ମହାରଥୀ ପଦାତି ସହିତେ, ନାନା ଅସ୍ତ୍ର ଧରି ଯୁଦ୍ଧ କଲେ କ୍ରୋଧ ଚିତ୍ତେ। କୃଷ୍ଣଙ୍କ ସହିତେ ରଣ କଲା ଜରାସନ୍ଧ, ଶିଶୁପାଳ ସଙ୍ଗେ ବଳଦେବ କଲେ ଦ୍ୱନ୍ଦ। ଦନ୍ତବକ୍ର ସଙ୍ଗେ ଯୁଦ୍ଧ କରଇ ସୁରଥ, ସାଲକୁ ସମରେ ଆବରିଲେ ଶସ୍ତ୍ରାଜିତ। ଅକ୍ରୂର ଦମ ଘୋଷଏ ଭେଟା ଭେଟି ହେଲେ, ଜରାସନ୍ଧ ପୁତ୍ର ସଙ୍ଗେ ସାତ୍ୟକୀ ଯୁଝିଲେ। ଯାଦବ ମଧ୍ୟେ ପ୍ରସନ୍ନାଜିତ ମହାବୀର, ଶ୍ରୀକାଳ ବାସୁଦେବର ସଙ୍ଗେ ଯୁଦ୍ଧ ତାର। କଳିଙ୍ଗ ସେନର ଅନାଧୃଷ୍ଟ ସଙ୍ଗେ ରଣ, ବୃହଧ୍ୱଜ ଆଗେ ମିଳି ଯୁଝିଲା ରୁକ୍ମଣ। ବଳିଷ୍ଠ ଯାଦବ ଯେତେ ଥିଲେ ଏହିପରି, ନୃପତି ମାନଙ୍କ ସଙ୍ଗେ ଯୁଝିଲେ ଆବୋରି। ହାତୀଙ୍କ ସଙ୍ଗତେ ହାତୀ ଭେଟା ଭେଟି ହୁଅନ୍ତି,
ପଦାତିଙ୍କ ସଙ୍ଗତରେ ଯୁଝିଲେ ପଦାତି, ଆଶ୍ୱାରୋହୀ ସଙ୍ଗତରେ ମିଳି ଆଶ୍ୱାରୋହୀ। ସମର କରନ୍ତି ନିଜ ବିକ୍ରମ ଦେଖାଇ, ଲକ୍ଷେ କୋଟିଏ ସହସ୍ର ବାଣ କରେ ଧରି। କର୍ଣ୍ଣ ଯାଏ ଗୁଣ ଟାଣି ବିନ୍ଧନ୍ତି ହୁଙ୍କାରି, ଗୁରୁଜ ପରି ଗଦା ଘେନି ଆଣ୍ଟେ ପିଟି। ପ୍ରହାର କରନ୍ତି ନାନା ଶସ୍ତ୍ର କୋଟି କୋଟି, ମାର ମାର ଧର ଧର ଶୁଭେ ଘୋର ଧ୍ୱନି। ରଣଗୋଳ ଶବଦରେ କମ୍ପିଲା ମେଦିନୀ, ଶ୍ରାବଣ ବରଷା ଜାଣି ପଡ଼ୁଅଛି ସର। ନଦିଶିଲା ଦିନ ମଣି ଦିବସେ ଅନ୍ଧାର, ଜୁଳୁ ଜୁଳା ପୋକ ପ୍ରାୟ ଦିଶେ ବାଣା ନଳ। ଅବିଚ୍ଛିନ୍ନେ ପୂର୍ଣ୍ଣ ହେଲା ଆକାଶ ମଣ୍ଡଳ, ନିର୍ଘାତ ପଡ଼ିଲା ପ୍ରାୟ ଶୁଭେ ଘୋର ରଡ଼ି। ପ୍ରଳୟ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି, ରଣଝଣ ରଟମଟ ଧ୍ୱନି ବିକରାଳ। ଶସ୍ତ୍ରରେ ଶସ୍ତ୍ର ବାଜନ୍ତେ ଉଠେ ପରିତାଳ, ଭୟଙ୍କର ହୋଇଜାତ ହେଲା ପ୍ରତିଧ୍ୱନି। ବନଗିରି ସହିତରେ କମ୍ପଇ ମେଦିନୀ, ଦିଶିଲା ସକଳ ସୃଷ୍ଟି ଉଲ୍କାପାତମୟେ। ଅର୍ଦ୍ଧ ଆକାଶେ ଦେଖନ୍ତି ରହି ଦେବତାଏ, ପଡ଼ିଲେ ସୈନ୍ୟ ଯାଦବଙ୍କ ଶସ୍ତ୍ରାର ଘାତେ। ଯେ ସନେ କଦଳୀ ବୃକ୍ଷ ପଡ଼େ ମହାବାତେ, ଲକ୍ଷେ ରାଜାଙ୍କର ଯେତେ ସୈନ୍ୟ ଅଙ୍ଗ ବଳ। ଛିନ୍ନ ମସ୍ତକ ହୋଇଣ ଲୋଟିଲେ ଭୂତଳ, ନାଚନ୍ତି କବନ୍ଧରଣେ ଲକ୍ଷ ଲକ୍ଷ ରିଠି। କେହୁ ଲୟ ଧରି ନାଚେ କେ ପଡ଼େ ଲେଉଟି, ଏମନ୍ତ ସଂଗ୍ରାମ ହେଲା ମହାଭୟଙ୍କର। ଶୁକମୁନି ବୋଲନ୍ତି ଯେ ଶୁଣ ନୃପବର, ରାମଙ୍କୁ ଚାହିଁଣ ଧୀରେ କହିଲେ ଶ୍ରୀହରି। ଜରାସନ୍ଧ ଜିଣୁ ଆମ୍ଭେ ଯିବା ଅପସରି, ନଗଲେ ଦେବଙ୍କ କାର୍ଯ୍ୟ ନ ହୋଇବ କିଛି। ଆଜ ସଂଗ୍ରାମରୁ ଆମ୍ଭେ ପଳାଇବା ଘୁଞ୍ଚି, ରାମ ବୋଇଲେ ରେ ବାବୁ ଯେ ତୋହର ଇଚ୍ଛା। ତୁ ଯେ ସର୍ବଜ୍ଞ ପୁରୁଷ ପୁରୁ ତୋର ବାଞ୍ଛା, ତୁହି ବାବୁ ଜାଣୁ ସବୁ କାଳର ତଦନ୍ତ। ଯାଦବଙ୍କ ବଂଶ ରକ୍ଷା ହୁଅଇ ଯେ ମନ୍ତ, ଏମନ୍ତ ବିଚାରି ବଳଦେବ ଚକ୍ରଧର। ଯାଦବ ମାନଙ୍କୁ ଡାକି କରାଇଲେ ସ୍ଥିର, ଗଡ଼ର ଦକ୍ଷିଣ ଦ୍ୱାର କରାଇ ମୁକୁଳା। ଯାଦବଙ୍କୁ ସଙ୍ଗେ ଘେନି ଗଲେ ନନ୍ଦବଳା, ଯେ ଯାହାର ନିଜ ଅସ୍ତ୍ର କରେଛନ୍ତି ଧରି। ଧନୁରେ ଗୁଣ ଚଢ଼ାଇ ଆମଞ୍ଚନ କରି, ତଇଲା କାଟନ୍ତେ ଯେହ୍ନେ ବନେ ଫିଟି ବାଟ। ତେସନେ ବାହାର ହେଲେ ମାରି ଶତ୍ରୁ ଥାଟ, ଥୋକେ ମଲେ ଥୋକେ ପଳାଇଲେ ଭୟ ପାଇ। ଯାଦବ ବାହାର ହେଲେ ଭେଳିକି ଦେଖାଇ, ଆଗେ ଯାନ୍ତି ବଳରାମ କରେ ଶସ୍ତ୍ର ଧରି। ମଧ୍ୟରେ ସୁରଥ ପଛେ କୃଷ୍ଣ ବିଜେ କରି, ଦକ୍ଷିଣ ଭୁଜରେ ଗଦା ଚକ୍ର ପାଏ ଶୋଭା। ବାମ କରେ ବିରାଜଇ ଶଙ୍ଖ ପଦ୍ମ ପ୍ରଭା, ଜାଜୁଲ୍ୟମାନ ମୂରତି ରାଜେ ବିଷ୍ଣୁ ତେଜ। ଶ୍ରୀ ମଧୁସୂଦନ ରୂପ ଧରି ଦେବରାଜ, ନୀଳେନ୍ଦୀ ଦଳ ପରାଏ ଦିଶେ ଦିବ୍ୟ କାୟ। କୋଟି କନ୍ଦର୍ପର କାନ୍ତି ହୋଇଛି ଉଦୟ, ସ୍ୱର୍ଗେ ଥାଇ ଦେବଗଣ ଦେଖି କଲେ ସ୍ତୁତି। ବୃହସ୍ପତି ଉଠି ଇନ୍ଦ୍ର ଆଗରେ କହନ୍ତି, ମୋ ବଚନେ ଇନ୍ଦ୍ର ତୁମ୍ଭେ ସାବଧାନ ହୋଇ। ମଥୁରାପୁରକୁ ଦେଖି ଦିବ୍ୟ ଦୃଷ୍ଟି ଦେଇ, ପଳାଇ ଅଛନ୍ତି ଜରାସନ୍ଧ ଭୟେ ହରି। ମାୟାରେ ମଧୁସୂଦନ ରୂପ ଗୋଟି ଧରି, କୋଟିଏ ଜରାସନ୍ଧକୁ ଯେ ପାରଇ ଜିଣି। ବିଶ୍ୱକୂଟ ମାୟା ପ୍ରଭୁ କରିଛନ୍ତି ପୁଣି, ସମସ୍ତ ଦେବତା ମାନେ ସ୍ୱର୍ଗପୁରେ ଥାଇ। ଦେଖିଲେ ଯାଦବେ ଯାଉଛନ୍ତି ପିଠି ଦେଇ, ବେନି ଯୋଜନ ଓସାରେ ବେଢ଼ିଛନ୍ତି ଥାଟ।
ଏ ମୁଣ୍ଡ ସେ ମୁଣ୍ଡ ଯାଏ ଫିଟି ଗଲା ବାଟ। ସୁର ସିଦ୍ଧ ସହିତରେ ସନକାଦି ମୁନି କଲ୍ୟାଣ ବାଞ୍ଛିଲେ ମୁଖେ କରି ବେଦ ଧ୍ୱନି। ବୃହତ୍ ସାମ ଗାୟନ କଲେ ସୁରର ଲୋକେ ଅମର ଦୁନ୍ଦୁଭି ଘେନି ବଜାଇଲେ ଥୋକେ। ଅପସରା ନୃତ୍ୟ କରି କଲେ ପୁଷ୍ପ ବୃଷ୍ଟି ଆକାଶକୁ ସୁମେ ଶୋଭା ଦିଶେ ନବ ସୃଷ୍ଟି। ଏମନ୍ତ ସମୟେ ସ୍ୱାମୀ ହୋଇଲେ ବାହାର ଚମତ୍କାର ଲଗାଇଣ ପ୍ରଭୁ ମାୟାଧର। ଆକାଶ ମଣ୍ଡଳୁ ଯେହ୍ନେ ଛିଡ଼େ ତାରା ପନ୍ତି ତେସନ ସଞ୍ଜାତ ଦିଶେ ଯାଦବଙ୍କ ଜ୍ୟୋତି। ଅବ୍ୟକତ ବିଶ୍ୱରୂପ କରେ ଶସ୍ତ୍ର ଧରି ପଛୁଆଣି ଥାଟେ ବିଜେ ପାଦ ଗତି କରି। ଚକ୍ଷୁ ପିଛଡ଼ା ମାତ୍ରକେ ହୋଇଲା ବାହାର ଅବହେଳେ ଚାହୁଁ ଚାହୁଁ ଗଲେ ଗଦାଧର। ଥକାଏ ଦେଖିଲେ ଥକେ ନ ପାରିଲେ ଦେଖି ମାୟାଧର ବନ୍ଦୀ କଲେ ସମସ୍ତଙ୍କ ଆଖି। ମଥୁରା ଦକ୍ଷିଣ ଭାଗେ ଗୋମତୀ ଯେ ନଦୀ ଯମୁନାରୁ ଫୁଟି ଆସେ ଦକ୍ଷିଣକୁ ଭେଦି। ସେ ନଦୀକୁ ଜିଣି ଥୋକେ ଦୂର ପଥ ଗଲେ ମନ୍ଦର କାନନେ ଯାଇ ପ୍ରବେଶ ହୋଇଲେ। 5 ଜୁଣ ଆୟତନ ସେହି ତୋଟା ଗୋଟି କଞ୍ଚନ ପର୍ବତ ଠାରୁ ନଦୀ ଯାଏ ଘୋଟି। ଅମୃତ ସମାନେ ସ୍ୱାଦୁ ଫଳମୂଳ ଜଳ ସେ ତୋଟା ଭିତରେ ପୁରୀ ରହିଛି ସକଳ। ଫଳିତ ପୁଷ୍ପିତ ତରୁଲତା ଶୋଭା ପାନ୍ତି ସକଳ ସୁଢଳ ଧାଡ଼ି ଧାଡ଼ି ପନ୍ତି ପନ୍ତି। ସେ ତୋଟା ମଧ୍ୟରେ ଯାଇ ମିଳିଲେ ଶ୍ରୀହରି ସଙ୍ଗରେ ଯାଦବେ ଛନ୍ତି ରାମ ଆଦି କରି। ଦୁର୍ବାର ସମରେ ମହାଘୋର ପୀଡ଼ା ପାଇ ଜରାସନ୍ଧ ସୈନ୍ୟ ଥିଲେ ଥୋକେ ଦୂରେ ଯାଇ। ଡଗରେ ବାରତା ନେଇ ରାଜାଙ୍କୁ କହିଲେ ଭୋଦେବ ଯାଦବେ ଗଡ଼ ଛାଡ଼ି ପଳାଇଲେ। ତାଙ୍କ ସଙ୍ଗେ ପଳାଇଲେ ରାମକୃଷ୍ଣ ବେଣୀ ସମରେ ପଡ଼ିଲେ ଆଜ ବହୁତ ସୈନୀ। ରାଜାମାନେ ପରିଘାଇ ଯୁଦ୍ଧ କରୁଥିଲେ କିପରି ସେ ଗଲେ କେହି ଜାଣି ନ ପାରିଲେ। ଶୁଣି ଜରାସନ୍ଧ କ୍ଷଣେ ହେଲା ସ୍ତମ୍ଭୀଭୂତ ରାଜାଙ୍କୁ ଚାହିଁଣ ବୋଲେ କି ଆଚମ୍ବିତ। ଏତେ ପ୍ରକାରେ କେମନ୍ତେ ଭୁଲାଇ ସେ ଗଲା କେବଳ ଇ ଜଳନ୍ଧର ବିହୋବା କଲା। କୌଣସି ପ୍ରକାରେ ତାଙ୍କୁ ନ ପାରିଲେ ସାଧି ଆବର ସେ ଗଉଡ଼ଙ୍କୁ ନାହିଁ ଆମ ବୁଦ୍ଧି। କେଉଁ ବାଟେ ଗଲେ କାହିଁ ପଶିଲେ ସେ ଯାଇ ଡଗରେ ବୁଲିଣ ବେଗେ ଖୋଜି ଆସ ଯାଇ। ସେ ବେଣୀ ଭାଇଙ୍କୁ ଯେବେ ନ ପାରିବ ମାରି ଆପଣା ରାଜ୍ୟକୁ ଆଉ ଯିବା କିମ୍ପା ଫେରି। ଜରାସନ୍ଧ ମୁଖ ଶୁଣି ଏସନ ଭାରତୀ କର ଯୋଡ଼ି ଜଣାଇଲା ଗୁଣମଣି ମନ୍ତ୍ରୀ। ଭୋଦେବ ଶୁଣିମା ସାବଧାନେ ମହାରାଏ ବଳିଷ୍ଠ ଶତ୍ରୁଙ୍କୁ ନୃପେ ଜିଣନ୍ତି ଉପାଏ। ସାମାନ୍ୟ ଶତ୍ରୁ ନୁହନ୍ତି ହଳି ଚକ୍ର ପାଣି ଅଷ୍ଟମଲ୍ଲଙ୍କୁ ମାଇଲେ ଅବହେଳେ ଜିଣି। ଗୁରୁ ଦକ୍ଷିଣା ନିମନ୍ତେ ଯମପୁରେ ଗଲେ ମଲା ଲୋକଙ୍କୁ ସେଠାରୁ ଜିଆଇ ଆଣିଲେ। ଅନନ୍ତ ମାୟାଧର ସେ ସ୍ୱୟଂ ବିଶ୍ୱବାସ କାହାରି ବଳରେ କେବେ ନୁହଁଇ ସେ ନାଶ। ଦେବାଧିଦେବଙ୍କ ରାଜା ପୁଣ୍ୟମୟ ଦେହି ଏ ସେ ନାରାୟଣ ବୋଲି ଲୋକ ମୁଖେ କହି। ତା ସଙ୍ଗେ ବିବାଦ କଲେ ଯଶ ନାହିଁ କିଛି ଥୋକେ ଦିନ ଅପସରି ଚାଲ ଯିବା ଘୁଞ୍ଚି। ଦୁସ୍ତର କଟକା ଭରେ ଖଞ୍ଜି ହେଲେ ଦଳ କ୍ଷୁଧା ତୃଷା ବଳେ ନ ପାଇଲେ ଅନ୍ନ ଜଳ। ଅସଗଜ ଚରିବାକୁ ନ ମିଳଇ ଘାସ ସବୁ ନୃପଙ୍କର ସୈନ୍ୟ ରଣେ ଗଲେ ନାଶ। ଅସଂଖ୍ୟ ସୈନୀ ମଲେ ଥୋକେ ଛନ୍ତି ରହି ଯେ ଯାହାର ସୈନ୍ୟ ଘେନି ଯାନ୍ତୁ ଆଜ୍ଞା ପାଇ।
आकट कराई तुम्भे समस्तंकु छाड़ जे जाहार अंग बल करंतु से दृढ़ वर्षा काल शेष हेले साजी जे झाबल युद्धर सामग्री घेनी आसी हेबे ठूल एबे से जादवे गले रणे पिठी देई आबर लोड़िले तांकु पाइबा ना काहीं भल हेला जेबे छाड़ी पलाइले डरे आंभे किंपा गोड़ाइबा ताहांक पछरे क्षत्रिय बेभार एहु नुहई राजन मला गला दुई भाई अटंती समान छाड़ सबु परिताप हुए देह शांति जस घेनी बाहुड़ीण जीवाकुए घांती गुणभूषण मंत्री ए वचन शुणी संतोष होइला जरासंध नृपमणि निस्सरे हस्त देण बोले दंडधारी मथुरा गड़कु भांगी नव खंड करी हाट बाट जुर कर राजंत उजाड़ी घरे घरे अग्नि जाली सबु दिय पोड़ी जाहाकु देखिब आगे ताकु कर बंदी मोछा मुकु आनी दियो हाथ गोड़ बांधी राजा आज्ञा परमाणे धाइले सईनी कुराढ़ी सावेली कांको काती कोड़ी घेनी प्रासाद टाली घर द्वार कांथ बाड़ दंडक मध्यरे भांगी चूर्ण कले गड़ देउल मंडप मेढ़ जगती पाचेरी नवताल उत्सर्ग जे अधा स्वर्ग सरी दुर्जय कवाट नाट्य मंदिर पाटणा पांच ताल गभीर रे खोली कले कणा सुना रूपा खंब वज्र बिंधीण कवाट धूली सम कले भांगी जरासंध थाट खंड खंड करी नेले जे जाहारे बही जमुना नदी जल रे भसाइले नेई इटा पत्थर मुगुनी सबु गला नाश भंडार जूरी रे जहा थिला अवशेष असंख्य धन भंडार सबु बही नेई भग्नगढ़ पोती देले अनल लगाई उठिला प्रचंड शिखा दिशिला आकाशे धूम आवृते अंधार दिशे दश दिशे क्षणके मथुरापुर भस्म हेला पोड़ी जय शंख बजाइण गले से बाहुड़ी 96 सहस्र राजा संगे जरासंध आपना राज्य को गले घेनी सैन्य वृंद इति श्री हरिवंश ग्रंथ पुण्यमये इदम तृतीय अध्याय समाप्त हुए। उग्रसेन सहित जादवों को घेनी रामकृष्णंकर मथुरा प्रवेश एथु अनंतरे पुणी सुक ब्रह्मा भणी शुण हो परीक्ष राजा हरिवंशवाणी हरि नाम कीर्तन ए सुधामय रस शुणन्ते पापाधि पाप अंगु हुए ध्वंस मणिकर्णिकारे सते 12 झास देले सहस्रे बरस विश्वेश्वरंकु सेविले सहस्रे विप्रंकु देले संतोष भोजन हरिवंश श्रवण नुहई समान जलदान वस्त्रदान अन्नदान आदि काया को दर्शन करी ब्रह्म ज्ञान साधी नाना तीर्थ व्रत तप निष्ठादि करी हरिवंश श्रवण को नुहंती ये सरी एथु अंते सैन्य घेनी जरासंध राजा आपना राज्य को गला बजाइण बाजा संगरे अछंती सबु नरपति माने राज्य रे पशिला पथ बाही 7 दिने पात्र मंत्री अमनात्य बंधु जन जेते पाछटी अइले बेनी जोजन पर्यन्ते नगर भितरे जाई होइले प्रवेश राजा को बोइला सर्वे थाओ जे झादेश धन वस्त्र आभरण पुरस्कार देला
ଚତୁର୍ମାସ୍ୟା ଶେଷ ହେଲେ ଆସିବ ବୋଇଲା। ପଦାତି ସାରଥି ରଥି ଅସଗଜ ବଳ। ଦ୍ୱିଗୁଣ କରି ଭିଆଣ କରିବ ସକଳ। ସୂତ୍ର ରଜ୍ଜୁ ଶାଢ଼ୀ ଘର କିଳା ତାଟି ବାଡ଼। କୁନ୍ତଲାଙ୍କି ଆଗୁରୁଜ ଛୁରୀ ଜମ ଦାଢ଼। ପରଶୁ ପରିଘ ଗଦା ସାବେଳି ମୁଦ୍ଗର। ଧନୁ କାଣ୍ଡ ଖଣ୍ଡା ଢାଲ କବଚ ତୁଣୀର। ଏମାନଙ୍କ ଆଦି ଯେତେ ଅସ୍ତ୍ର ଶସ୍ତ୍ର ଅଛି। ବରଷା କାଳରେ ସବୁ ସମ୍ପାଦିବ ବାଛି। ନନ୍ଦ ଗଉଡ଼ର ପୁଅ ଦେଲା ଅପମାନ। ତୁମ୍ଭେ ସର୍ବେ ମୋ କାର୍ଯ୍ୟରେ ହେବ ସାବଧାନ। ମୋ ଆଜ୍ଞାନ ପାଳି ଯେବା କରିବ ଅନ୍ୟଥା। ରାଜ୍ୟ ବିଧ୍ୱଂସୀ ବି ତାର କଟାଇବି ମଥା। ଜରାସନ୍ଧ ମୁଖୁ ଶୁଣି ଏ ସନ ଆଦେଶ। ସନମତ କରି ନୃପେ ଗଲେ ଯେଝା ଦେଶ। ଯେତେ ସୈନ୍ୟ ନେଇଥିଲେ ସକଳ ନୃପତି। ତିନି ଭାଗ କରି ଭାଗେ ବରତି ଅଛନ୍ତି। ଦୁର୍ବୁଦ୍ଧି ଦୁରାତ୍ମା ଦୁଷ୍ଟ ପାପିଷ୍ଠ ସକଳ। ଯାଦବଙ୍କ ହସ୍ତେ ମରି ଗଲେ ଜମଆଳ। ଶ୍ରୀକୃଷ୍ଣ ଭକତ ଯେତେ ଥିଲେ ପୁଣ୍ୟ ଦେହି। ମହାଘୋର ସଂଗ୍ରାମରୁ ବର୍ତ୍ତିଛନ୍ତି ସେହି। ପୃଥିଭାର ନିବାରିବା ପାଇଁ ଦେବ ହରି। ଅନେକ ଦୁଷ୍ଟଙ୍କୁ ଜଣେ ପକାଇଲେ ମାରି। ବରଷା ଆଗମ ଦେଖି ଜରାସନ୍ଧ ରାଜା। ଆପଣା ରାଜ୍ୟରେ ରହି ପାଳିଲା ପରଜା। ଶୁଣ ହେ ପରୀକ୍ଷ ରାଜା ଶୁକ ଯେ ବଦନ୍ତି। ଶ୍ରୀ ଭାଗବତ ପୁରାଣ ପୁଣ୍ୟମୟ କୀର୍ତ୍ତି। ଜରାସନ୍ଧ ଡରେ ରାମକୃଷ୍ଣ ଭାଇ ବେଣୀ। ମଥୁରାରୁ ପଳାଇଲେ ଯାଦବଙ୍କୁ ଘେନି। ଗୋମତ ପର୍ବତେ ଲୁଚି ଉଗ୍ରସେନ ଥିଲେ। ସମସ୍ତେ ଯାଇଣ ତାଙ୍କ ପାଶରେ ମିଳିଲେ। ପୁତ୍ର ଭାର୍ଯ୍ୟା ଜ୍ଞାତି ବନ୍ଧୁ ବାନ୍ଧବ ସୋଦରେ। ହାଟୁଆ ବାଟୁଆ ପ୍ରଜା ସମ୍ପଦ ଭଣ୍ଡାରେ। ଅଗମ୍ୟ ବନ ଭିତରେ ସର୍ବେଛନ୍ତି ରହି। ଯାଦବଙ୍କୁ ଘେନି କୃଷ୍ଣ ପ୍ରବେଶିଲେ ତହିଁ। ଉଗ୍ରସେନ ରାଜାଙ୍କୁ ସେ ନମସ୍କାର କଲେ। ସଂଗ୍ରାମେ ବାରତା ସବୁ ସଂକ୍ଷେପି କହିଲେ। ଭୋତାତ ମଥୁରା ଗଡ଼ ଭାଙ୍ଗି ଜରାସନ୍ଧ। ଆପଣା ରାଜ୍ୟକୁ ଗଲା ଘେନି ସୈନ୍ୟ ବୃନ୍ଦ। 4,00,000 ରାଜା ତା ସଙ୍ଗରେ ଥିଲେ। ଯେ ଯାହାର କଟକକୁ ବିଜେ କରିଗଲେ। ଉଗ୍ରସେନ ଆଗେ ଏହା କହିଦେବ ରାୟ। ବୋଇଲେ କରିବା ଆମ୍ଭେ କେବଳ ଉପାୟ। ଉଗ୍ରସେନ ବୋଲେ ତୁମ୍ଭେ ଅଟ ଦେବ ରାଜା। ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର କରୁଛନ୍ତି ପୂଜା। ତୁମ୍ଭ ବିଚାରକୁ ବାବୁ ଆସଇ ଯେମନ୍ତ। ଲାଭ ହାନି ବୁଝି ତାହା କର ପଦ୍ମନେତ୍ର। ଯାର ନାମ ସୁମରନ୍ତେ ରିଷ୍ଟ ହୁଏ କ୍ଷୟ। ତା ସଙ୍ଗତେ ଥିଲେ ଶତ୍ରୁଠାରେ କିସ ଭୟ। ଶ୍ରୀକୃଷ୍ଣ ବୋଇଲେ ଚାଲ ମଥୁରାକୁ ଯିବା। ସମସ୍ତେ ବିଚାରି ଯାହା ହେବ ତା କରିବା। ଦୁସ୍ତର ବରଷା କାଳ ହେଲାଣି ପ୍ରବେଶ। ଆପଣା ରାଜ୍ୟ ବଞ୍ଚିବା ରହି 4 ମାସ। ରାଜ୍ୟ ଯାକ ଧ୍ୱଂସୀ ଅଛି ଜରାସନ୍ଧ ରାଜା। ଆମ୍ଭଙ୍କୁ ଦେଖିଲେ ସୁସ୍ଥ ହୋଇବେ ପରଜା। ଏମନ୍ତ ବିଚାରି ତହୁଁ ବାହାର ହୋଇଲେ। ମଥୁରା କଟକେ ଯାଇ ସମସ୍ତେ ମିଳିଲେ। ନବଜାତ ଉତ୍ସର୍ଗରେ ଯେ ବଣ ପାଚେରୀ। ଦେଖିଲେ ଭାଙ୍ଗିଛି ତାହା ଭୂମି ସମ କରି। 5 ତାଳ ଉତ୍ସର୍ଗରେ ମଡ଼ା ପଡ଼ିଛନ୍ତି। ବେନି ଯୋଜନ ପର୍ଯ୍ୟନ୍ତେ ଗନ୍ଧାଏ ବିକୃତି। ଶ୍ୱାନ ଶୃଗାଳ ଶାଗୁଣା ବାଘ ଭାଲୁ ମୂଳେ। ମଡ଼ା ମାଂସ ଖାଇ କ୍ରୀଡ଼ା କରନ୍ତି ସକଳେ। ଗଡ଼ ଭିତରକୁ ପଶି ଯାଦବ ସଇନି। ଦେଖିଲେ ପଡ଼ୁଛି ଲାଗି ପ୍ରଚଣ୍ଡ ବହନି। ଯଉ ସଜଳ ସବୁଆ ଘିଅ ଛଣପଟ। ଅନଳେ ପଡ଼ନ୍ତେ ଜଳି ଉଠେ ଝଟମଟ। ନନ୍ଦାବର୍ତ୍ତକ ଝିଙ୍କର ଛାଏଣି ଯେ ଘର।
दिनक मध्ये भखिले सबु वैश्वानर अनल जलन्ते धूम उठी ज्वाला बळी दिवस अंधार दिशे लुचि अंशुमाळी थोकाए जादव गड़ भितरे पसंती पड़ुथिबा गृहे जल पकाइली भांति थोकाए जादव मने पाई घोर व्यथा एक कुआर एक कहउछंती दुख कथा के बोलंती जेबे कंस राजा थाई जी एसनक उपद्रव हुअंता किंपाई एका राम कृष्ण जोगु हेला एते मंद जिणिबा बळ न थाए करंती से द्वंद पटुआर युद्धे जेबे नुहंती से सरी आगहु भेटी न देले किंपा संधि करी आनकु कहिले हेब प्रयोजन किस उग्रसेन नृपतिर अटे सबु दोष जरासंध प्राय बंधु केतेक पाइबा धन रत्न देई किंपा न कले ता सेवा अचली चल संपद अर्जिथिला कंस एहांक जोज्यपणे सबु गला नाश मेघ दंड पाचेरी जे सुनिर्माण गड़ 18 योजन स्थली पाषाण निबाड़ खणा पोती जरासंध करी गला जाहा एहांक बळे कि आउ होई पारे ताहा मथुरा गड़ को स्वर्गपुर नहे सम निश्चय जानिलु एथु नाश गला धर्म एसनक विचारंती पुरवासी लोके आपणा कर्म सुमरी शांत हेले थोके प्रजांक विकल देखि लक्ष्मी देवी साई धातिकारे आज्ञा देले विश्वकर्मा राई नारायण बोहिले हे विश्वकर्मा शुण मथुरा को ध्वंसी गला जरासंध राण समस्त जन परजा पाउछंती दुख एकाळे ताहांकु तुमे साहा होई रख मथुरा गड़ पाटणा तुम्भे अछ जानी 14 गुण करी भिआइब पुणी राजांक नगर पात्र मंत्रींक उआस देउळ मंडप मेढ़ प्रजांक निवास जेझा अनुरूपे वास गृह परिमाणी पूर्व कटक स्थापन कर एहि क्षणी एसनक आज्ञा जहु देले नारायण विश्वकर्मा लागी कले नगर निर्माण मेढ़ मंडप उपरे जगती अटाली विचित्र मंदिर मान कले भली भली अपूर्व पाटणा बेनी जुण आयतन झिंकर छायणी पीढ़ा ऊर्ध्वे वितपन स्फटिक पावछ झलमल काच बाड़ हेंगुळ हरिताल रे काम चारिआड़ रकत चंदन काठ कांड गुआ श्रेणी नेत पतांग सुवर्ण कलश खंजणी हीरा नीला मोती मणि माणिक्य जली सुवर्ण खंबरे गज दंतरे पितुली रसाणीला पानपत्र झलमल ज्योति अमूल्य रतन झरा सोहे पंती पंती रूपिला मरकत खंबे नाना रत्न होम इंद्र गोविंद चांदुआ मध्य सूचि काम नेतपतनी सिंधुआ धबल मांजिष्ठ बसंत सुपित नील नाना बने पाट पारुसरे उभा तृण काठर मंडणी गंठी मूले रंग पाट चामर खंजणी राजांक एकांतपुर राणींक पाटणा अमर बारसती की दिशई से जणा सिंह द्वार पूर्व द्वार पश्चिम उत्तर भितरे भितरे द्वार राणी हंसपुर विचित्र सभारे स्थापी रत्न सिंहासन हेमंत राजांक पुर कले से निर्माण मध्य कक्षरे निर्माणी दिव्य गंता घर तदंतरे निर्माणिले पात्र मंत्रीपुर आखड़ा मंदिर नाट्यशाला हस्तिशाल घोड़ाशाल ओटशाल गोरुंक गुहाल
नगर बाहारे रचि रखिले मान दांड हाट कूप बांफी प्रजांक सदन गतु सते गुण करी सुनिर्माण कले जे जेते भाजन ताकू तेड़े गृह देले लेंकाल मता खुंटिया द्वारी पड़ी हारी रजक नापित बेसकार आदि करी हाटुआ बाटुआ बेस्या भाट बणी जारे निश्चिंते रहिले गृहे जाई जे जाहारे 84 कोटी जादव इष्ट बंधु मूले सुस्थ होई जे झास्ताने रहिले सकळे बाहारे पाचेरी नव ताल उत्सर्गरे 5 ताल माने खणा जली दही परे चांगु बांगुला कोलिया घर बाघ मोही अजयगढ़ कुआन पटांतर नाही 5 आंकी अछि भितरे बाहारे पुंजा बालर गली जोड़ा कबाटरे नाना शस्त्र दारु गुली नली छिटिकिणी विश्वकर्मार घटना विचित्र साजेणी जादवे देखी अपूर्व प्राय ताहा मणि बोलंती किंबुत माया न पाइलु जानी सैन्य घेनी जरासंध राई जाऊ जाड़ी प्रत्यक्ष देखिलु गला घर द्वार पोड़ी काली मध्याह्न समय किछि ही नथिला राति की भीतरे किए आसी भी आइला केवले विधाता आसी सरजिला एहा केवल ई माया कले लक्ष्मी देवी नाहा बड़ई अपूर्व एहा केबे देखी नाहू एते बेगे एते द्रव्य हेला पुण काहू जेवण कटके वास करिथिले पूर्वे तहिरु अधिक देखा जाउअछि एबे केवल ई जहि नारायण आपे अछि ताहांकु अपूर्व एहा नुहई जे किछि ଯାହାର ଆଜ୍ଞାରେ ସୃଷ୍ଟି ହୁଏ ଆତଜାତ ଅବହେଳେ ଜିଣି ପାରେ ଯେ ବ୍ରହ୍ମାଣ୍ଡ ସାତ ଶୁଭାଶୁଭ କର୍ମ କରି ପାରଇ ଯେ ଆନ ଦେବଙ୍କ ଉପରେ ଦେବ ଯେଉଁ ଭଗବାନ ତୁଳସୀ ବଲ୍ଲଭ ଲକ୍ଷ୍ମୀ ଦେବୀ ପ୍ରାଣ ବନ୍ଧୁ ଭକତ ବତ୍ସଳ ପ୍ରଭୁ କୃପା ଜଳ ସିନ୍ଧୁ ପ୍ରତ୍ୟକ୍ଷ ଦେଖିଲେ କୃଷ୍ଣ କଲେ ଯେଉଁ କୃତ୍ୟ बंचाई आनिले जम घरु षड पुत्र अष्टमल्ल तुले जेहु बध कले कंस से कृष्णंक बळे होई न पारई किस मागई अच्युत दास कवि एहि बर जे तुम्भर इच्छा प्रभु सेहि आज्ञा कर। वर्षा ऋतु वर्णना और कृष्णंकर गोप चिंता सुख बोइले हसुण परीक्ष भूपाल ऐसन विचार कले जादव सकल उग्रसेन नृप निज नबरे रहिले समस्त जादवे जेझा भुवन को गले कुटुंब बांधव धन संपद सहिते पूर्व परकारे सुखे रहिले समस्ते हाट पाटणा नगर विराजइते जे सहस्र पादरे लक्ष्मी आसी कले बीजे आधि व्याधि रोग पीड़ा न जानिले प्राणी धनीपणरे जादवे कुबेरंकु जीणी रामकृष्ण आह्लादरे जादवे दुर्जय इंद्रचंद्र हेले मने न करंती भय हरिबल राम पादे करंती भकति उग्रसेन राज धर्मे प्रजांकु पालंती गर्गंक कनिष्ठ भ्राता महातपवंत सात वंश जादवंक कुल पुरोहित वसुदेव अनाधृष्ट सात्यकीय क्रूर उद्धव सहस्राजित कृत वर्मा वीर सुरथ प्रसन्नाजित जयंत पुष्पक एमानंकु आदि करी जादव जेतेक देवकीर षड पुत्र आनिथिले हरि विक्रम बेलाल वीर सेन वीर चारि वीर बाहु आदि करी कुमार विनेत्र रामकृष्ण मिशी अष्ट देवकीर पुत्र सुभद्रा नाम रे पुणी देवकीर जेमा ए 8 भाईंक भग्नी अटे सेहि बामा अति सुखे राज्य करे उग्रसेन राजा
ऐश्वर्य भोग करती राजे जन प्रजा समस्तंकु पाले राजा पात्र मंत्री धरी बेनी शत योजन अधिकार करी जमुना दक्षिण कूले मथुरा नगर आड़ दीर्घे 5 जुण अटई विस्तार शपथ वंश जादव 84 कोटि रामकृष्ण पादे सर्वे रही थांती खटी उत्तम सेवक मध्य 7 जन लेखा सबु अवतारे से ही कृष्णकर सखा उग्रसेन अनाधृष्ट सात्यकीय क्रूर उद्धव सुरथ वसुदेव जयावर विश्वास करती कृष्ण एमानंक तुले किछि कार्य न करती तांकु न कहिले से दिन आइले गोप छाड़ी देवराए 10 सहस्र कन्या आनी देले देवताए एहांकु घेनी विलास करती श्रीहरि अपूर्व सुंदरी सर्वे विष्णु मनोहारी से कन्याए अवतार लक्ष्मी कला घेनी भ्रुभंगीर मोहि पारती से पुरतीनी वसुदेव पुरे थाई से सर्वांगना भक्ति रे शाशुक पादे करती मानना सर्वगुणे सुलक्षणी से सरला नारी समुद्र मंथको जातक लक्ष्मी सहचरी आजन्मरु ब्रह्मचारी बलदेव स्वामी कटीरे वज्र काछेणी पिंधि अंतर्जामी उजाणी तोलती ब्रह्मरंध्रे ब्रह्मरस सूर्यमंडले लगाई चंद्रमार त्रास तेबे से रहिला बंध अजरामर होई रेवती व्यत्र के आनंग संग नाही परीक्ष आगे कहती सुख महामुनि इति श्री पुराण हरिवंश पुण्य ध्वनि एथु अनंतरे पुणी केते दिन गला निदाघ अंते बरसा ऋतु प्रवेशिला वन पर्वत कंदरे घोटी मेघमाल पवन आघाते उठी बरसिले जल दुस्तर बरसा घड़घड़ी चढ़ चढ़ी झटक बिजुली पड़े गगनरु झड़ी वर्षा जल रे पंकिज हेला महिस्थली मयूरे नाचंते नाना रंगे करी केली पल्लवी उठिले तरुलता जल पाई कुरंग बुलुछि रंगे नव तृण खाई धरणी रु ताप शांति हेला दिनु दिन चातके हरस हेले केली करी मीन बरसा जल रे परिपूर्ण हेला रसा उत्साह रे कृष्ण कर्म आरंभिले चसा कूलटा पराए दोई कूल को बुड़ाई विषम स्रोतरे नदी माने गले बही बांफी कूप पुष्करिणी पूर्ण होई जले कूलवती नदी प्राय रहिले निश्चले फुटिले से फाड़ी कई कदम्ब मालती कटक कानन बण मल्ली नई जुथी नाभिके जगिले नाब रखी घट कूले भेक गण मक मक हेले वर्षा काले ता देखी भुजंग माने गातरु बाहारी आनंदे गिलिले तांकु चौपासे घेरी नवीन तृणरे पुनः हेला वसुमती गाभिए खाइण ग्रास हेले दुग्धवती क्रमे क्रमे उणा हेला कोकिलर ध्वनि वन कुसुमरे शोभा दिशई मेदिनी साधव स्त्री निज पति घेनी संगे हरस मनरे क्रीड़ा कले नाना रंगे विरहिणी स्त्री निज भर्ता कुसुमरी बसिले विषाद मने सिरे कर मारी प्रवासाए गृह जीवा पाई कले मन वचन रे आश्रा कले वृष्णिहीन स्थान देवे सुअंते होइला काल जे अशुद्ध विच्छेद नायक मने जात हेला खेद एमंत दुस्तर वर्षा हेला परवेश निअवकाशरे विजे प्रभु ऋषिकेश गोपींक संगते क्रीड़ा करिथिले जेते से कथा स्मरण करी निज अंतर्गते नंद यशोदांक स्नेह पड़िला कमन पवित्र कालिंदी नदी पूर्ण कुंजवन कदम्ब तरु माधवी लता परिमल वृंदावन केली मने चित्त सकल गाई गोरु बछा गोपी गोपालक संग विरह बंशीर गुण सुमेरु श्रीअंग राधिका दूतिका आदि जेते गोपालुणी रास क्रीड़ा केते मने चिंती चक्रपाणी
उद्धव क्रूर को से छामु हकारी एकांत विश्वासे तांकु कहिले श्रीहरि सबु अवतारे तुम्हें मोर संगे थाओ मुहि जेणे जाए तुम्भे दुहे तही थाओ विश्वास वचन मोर शुण परिमाणी अक्रूर बारुणा बंते जाऊ एही क्षणी शतशृंग पर्वतरे पंडुनाश गले तदंते पांडवे तही थोके दिन थिले छेउंड होइले तहु सेही पांच भाई धृतराष्ट्र नेले तांकु गौरव कराई भाई भाग प्रमाण रे अधे राज्य देले बारुणा बंत कटके तांकु रखाइले युधिष्ठिर नकुल भीम अर्जुन सहदेव सोमवंश को धारणा ए पंच पांडव सर्वशुभे अछंती से मोर प्राण सखा से पांचे अटंती वीर पणे अग्रलेखा पांडवंक तही मोर अछि बहु कार्य वार्ता देइछंती तांको पिता पंडुराज नइले से गले निश्चय बंधु हुए पर अर्जुन को संगे घेनिया सधातिकार आंभर कुशल वार्ता युधिष्ठिर आगे कही तोष कराइब जथा अनुरागे अक्रूर आगे मंत कही चक्र पाणी दुर्वाक्षत करिदेले शत्रुजित मणि वचन रे सुकल्याण करी देवराज बोइले क्षणी जाओ हेब तुम्भे सज स्वामीर श्रीमुख आज्ञा घेनिण क्रूर अपूर्वर थरे बसी गले धातिकार बारुणा बंते पांडवे रहिछंती जही जही कि बोली अक्रूर गले रथवाही एथु अंते उद्धव को डाकी देवराज आज्ञा देले गोपपुरे जीव तुम्भे आज गोपपुरे थिलु आंबे लुचि काले काले नाना रूपे चढ़ी गोपी गोपालंक मेले से माने आंभंकु एबे बोलुथिबे किस नंद जशोदाए दुहे करिथिबे आस।